କେନ୍ଦୁଝରକୁ ଶକ୍ତ ଧକ୍କା, ଯାଜପୁରକୁ ଉଠିଯିବ ଅପିଟିସିଏଲ୍ କାର୍ଯ୍ୟାଳୟ। ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଖଣି ଆଉ ଶିଳ୍ପଠାରୁ ଆରମ୍ଭ କରି ଏକାଧିକ ବୃହତ୍ ପ୍ରକଳ୍ପରେ କାର୍ଯ୍ୟ କରିଆସୁଥିଲା ଅପିଟିସିଏଲ୍। ଅପିଟିସିଏଲ୍ ପକ୍ଷରୁ ଗ୍ରିଡ୍ ଏବଂ ବିଦ୍ୟୁତ୍ ସଂଯୋଗ ପାଇଁ ବିଭିନ୍ନ ନିର୍ମାଣ ପାଇଁ 15 ବର୍ଷ ତଳେ ଇଏଚ୍ଟିସି ଡିଭିଜନ କାର୍ଯ୍ୟାଳୟ କେନ୍ଦୁଝରରେ ପ୍ରତିଷ୍ଠା ହୋଇଥିଲା। ଏହି କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ବଡ଼ବିଲ୍, ଢେଙ୍କିକୋଟ, ତେଲକୋଇ, କେନ୍ଦୁଝର, ତୁରୁମୁଙ୍ଗା ଗ୍ରିଡ୍ ନିର୍ମାଣ, କରଞ୍ଜିଆରୁ ଢେଙ୍କିକୋଟ ବିଦ୍ୟୁତ୍ ସଂଯୋଗ, ଜଡ଼ାରୁ ବଡ଼ବିଲ୍, ଗଳାବନ୍ଧରୁ ତେଲକୋଇ ଏବଂ ନରଣପୁରରୁ ରାଙ୍କି ଗ୍ରିଡ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ କରାଯାଇଛି। ନୂତନ ଗ୍ରିଡ୍ ପ୍ରତିଷ୍ଠା ଦ୍ୱାରା ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳିବା ସହିତ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକ ସୁରୁଖୁରୁରେ ଚାଲୁଥିଲା। ଏପ୍ରିଲ 4 ତାରିଖରେ ଅପିଟିସିଏଲ୍ ଲ୍ୟାଣ୍ଡ ଅଫିସରଙ୍କ ପକ୍ଷରୁ ଆସିଥିବା ଏକ ଚିଠି କେନ୍ଦୁଝରକୁ ଚିନ୍ତା ବଢ଼ାଇ ଦେଇଛି। ଚିଠି ନମ୍ବର 5803ରେ କେନ୍ଦୁଝର ବଳଦେବଜୀଉ କଲୋନୀରେ ଥିବା ଏହି ଇଏଚ୍ଟିସି ଡିଭିଜନ ବା ଏକ୍ସଟ୍ରା ହାଇଟେନସନ୍ ଡିଭିଜନ କାର୍ଯ୍ୟାଳୟ ଯାଜପୁରକୁ ଉଠିଯିବାର ସଜବାଜ ହୋଇସାରିଲାଣି। ବହୁଦିନ ଧରି ଏଠାରେ ଭଡ଼ାଘରେ ଚାଲିଥିବା ଏହି କାର୍ଯ୍ୟାଳୟ ପାଇଁ ଆଉ ଚୁକ୍ତିନାମା ନବୀକରଣ କରା ନଯାଇ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ଯାଜପୁର ସ୍ଥାନାନ୍ତର କରିବାକୁ ଡିଭିଜନ କାର୍ଯ୍ୟାଳୟର ଡିଜିଏମ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦୁଝର ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା। ଖଣି ଖାଦାନରେ ପରିପୂର୍ଣ୍ଣ ରହିଥିବା ଏହି ଜିଲ୍ଲାକୁ ଅବହେଳା କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ ଏହି ଜିଲ୍ଲାରେ ବୃହତ୍ ଷ୍ଟିଲ୍ ପ୍ଲାଣ୍ଟ ହେବାର ପ୍ରସ୍ତାବ ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ 13ଟି ଷ୍ଟିଲ୍ ପ୍ଲାଣ୍ଟ, ଡେଣ୍ଟାଲ କଲେଜ ଆଣ୍ଡ ହସ୍ପିଟାଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ବି ବିଭିନ୍ନ ସ୍ଥାନରେ ଇଏଚ୍ଟିସି ଡିଭିଜନ ବା ଏକ୍ସଟ୍ରା ହାଇଟେନସନ୍ କନଷ୍ଟ୍ରକ୍ସନ ଡିଭିଜନ ପକ୍ଷରୁ କାର୍ଯ୍ୟ ଚାଲୁଅଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି କାର୍ଯ୍ୟାଳୟକୁ ଯାଜପୁର ଉଠାଇ ନେଲେ ଯେଉଁ ପ୍ରକଳ୍ପର କାମ ଚାଲୁଛି ଏବଂ ଆଗାମୀ ଦିନରେ ଯେଉଁ ପ୍ରକଳ୍ପ କାମ ଆରମ୍ଭ ହେବ ସେଥିରେ ବିଳମ୍ବ ହେବା ନିଶ୍ଚିତ ହୋଇଯାଇଛି। ଏହାର ପ୍ରଭାବରେ ଜିଲ୍ଲାବାସୀ ଉପରେ ପଡ଼ିବା ସହିତ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳିବାରେ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ରହିଛି। ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କେନ୍ଦୁଝରବାସୀ ଅଭିଯୋଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଅଭିଯୋଗ ଶୁଣାଣିକୁ କେନ୍ଦୁଝରବାସୀ ଅପେକ୍ଷା କରି ରହିଛନ୍ତି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।